ମୋ ନାଁ ରବି। ପୁରୀ ଜିଲ୍ଲାରେ ଥିବା ପଦ୍ମପୁର ଗ୍ରାମରେ ମୋ ଘର। ଆମ ପରିବାରରେ ଆମେ 4 ଜଣ ରହୁ। ବୋଉ, ଅଜା, ଭଉଣୀ ଓ ମୁଁ। ବାପାଙ୍କର 10-12 ବର୍ଷ ହେଲା ଦେହାନ୍ତ ହୋଇଯାଇଛି। ମୁଁ +3 ଦ୍ୱିତୀୟ ବର୍ଷରେ ପଢ଼ୁଛି ଓ ଭଉଣୀ +2 ପ୍ରଥମ ବର୍ଷରେ। ବାପା ହାଇସ୍କୁଲରେ ଶିକ୍ଷକ ଥିଲେ, ତାଙ୍କୁ ପେନସନ୍ ମିଳୁଛି ଓ ଅଜା ପୋଲିସରେ ଅଛନ୍ତି, ତାଙ୍କର ଆଉ ଗୋଟେ ବର୍ଷ ଚାକିରି ଅଛି। ଆମକୁ ପଇସା ପତ୍ର ଜମାରୁ ଅସୁବିଧା ନାହିଁ। ବର୍ତ୍ତମାନ ମୁଁ ମୋ ବୋଉ ବିଷୟରେ କହୁଛି। ବୋଉର ନାଁ ହେଉଛି ଜୟନ୍ତୀ। ବୟସ 40 ବର୍ଷ। ଦେଖିବାକୁ ଗୋରୀ ଓ ଟିକେ ମୋଟି। ଦୁଧ ପୁରା ବଡ଼ ବଡ଼ ଓ ଗାଣ୍ଡି କଥା ତ ଛାଡ଼, ଯିଏ ଦେଖିବ ତା ଗାଣ୍ଡି ମାରିବାକୁ ମନ କରିବ। ବୋଉ ବି ସେ ପ୍ରକୃତିର ଟିକେ। ବୋଉର ହେଲେ ଟିକେ ଗିହା ଦୋଷ ଅଛି। ମୁଁ ବି ବୋଉ ଉପରେ ବହୁତ ଦିନ ହେଲା ଆଖି ପକେଇଛି, ହେଲେ ଗେହି ପାରିନି। କିନ୍ତୁ ମୋ ବୋଉକୁ ଗେହିବାକୁ ଆମ ସାହିର ସବୁ ପିଲାଠୁ ବୁଢ଼ା ପାଗଳ। ସ୍ୱାମୀ ନାହିଁ ସମସ୍ତେ ଜାଣିଛନ୍ତି ଓ ବୋଉ ଯେଉଁଭଳି ହେଉଛି କିଏ ବା ଛାଡ଼ିବ। ବୋଉ ବି ଯେମିତି ଫ୍ୟାସନ୍ ହୋଇକି ବୁଲେ, କୋଉ ବୁଢ଼ାର ବି ବାଣ୍ଡ ଉଠିବ। ତେବେ ଆସନ୍ତୁ ଏଥର କାହାଣୀ ଉପରକୁ ଯିବା। ଥରେ ମୁଁ ଘରେ ଥାଏ। କଲେଜ ଛୁଟି ଥିବାରୁ ଭଉଣୀ ମାମୁଁ ଘରକୁ ଯାଇଥାଏ। ସନ୍ଧ୍ୟା ସମୟରେ ଆମ ସାହିର ଜଣେ ଖୁଡ଼ି ଆସିଲେ ବୋଉ ପାଖକୁ ଗପ ମାରିବା ପାଇଁ। ସେମାନେ କଥା ହେଉଥାନ୍ତି ଓ ମୁଁ ତାଙ୍କ କଥା ଘର ଭିତରେ ଥାଇ ଲୁଚିକି ଶୁଣୁଥାଏ। ବୋଉ ଓ ଖୁଡ଼ି ବହୁତ ଥଟ୍ଟା ମଜା କଥା ହୁଅନ୍ତି। କିନ୍ତୁ ସେଦିନ ମୁଁ ସେମାନଙ୍କ କଥା ଶୁଣି ମୋର ପାଦ ତଳୁ ମାଟି ଖସିଗଲା। ଖୁଡ଼ି କହିଲେ, ଆରେ ଦିଦି, ବୁଢ଼ା ଏବେ ବି ଠିକ୍ ସେ କରୁଛି ତ? ବୋଉ କହିଲା, ଏବେ ଟିକେ କମିଗଲାଣି, କିନ୍ତୁ କାମ ଚଳାଉଛି। ଖୁଡ଼ି କହିଲେ, ଯଦି ଟଙ୍କା ବାଣ୍ଡ ନେବୁ ମୋତେ କହିବୁ, ଯୋଗାଡ଼ କରିଦେବି। ବୋଉ କହିଲା, ନା ଲୋ, କିଏ ଜାଣିଲେ ଅସୁବିଧା ହେବ। ଘର ବାଣ୍ଡ ଭଲ, ବୁଢ଼ା ହେଲେ ବି ଚଳିବ କହି ଦୁହେଁ ହସିବାକୁ ଲାଗିଲେ। ସେମାନଙ୍କ କଥା ଶୁଣି ମୋତେ ଲାଗିଲା ଜେଜେ ତାହେଲେ ବୋଉକୁ ଗେହୁଛନ୍ତି। ମୁଁ ସେମାନଙ୍କ ରାସଲୀଳା ଦେଖିବା ପାଇଁ ଚାହୁଁଥିଲି, ହେଲେ ସେ ସୁଯୋଗ ମୋତେ ମିଳୁନଥିଲା। ତା ପରଦିନ ରବିବାର ଥିଲା। ଜେଜେ ବଜାରକୁ ଯାଇ ମଟନ ଅଧା କେଜି ଆଣିଲେ ଓ ମୋ ବୋଉକୁ ଧରେଇ ଦେଇ କହିଲେ, ଆଉ ପେଟକୁ ଟିକେ ଆଉଁସି ଆଣିଲେ। ମୁଁ ମୋ ରୁମ୍ରେ ଥାଇ ସବୁ ଦେଖୁଥାଏ। ମାଂସ ଦେଇକି ଅଜା ବିଲ ଆଡ଼େ ଗଲେ। ମୁଁ ଜାଣିଲି ଆଜି ନିଶ୍ଚୟ ଖେଳ ହେବ। ବୋଉ ବି ଆଜି ଗାଧୋଇ ମୁଣ୍ଡ ବାଳ ସଫା କରି ପୁରା ରେଡ଼ି ହୋଇକି ଥାଏ। ଅଜା ବିଲ ଆଡ଼ୁ ଆସି ଗାଧୋଇ ତାଙ୍କ ରୁମ୍ରେ ଶୋଇଥାନ୍ତି। ବୋଉ କିଛି ସମୟ ପରେ ଅଜାଙ୍କୁ ଖାଇବା ପାଇଁ ଡାକିଲା। ଆମେ 2 ଜଣ ଟେବୁଲରେ ବସିଥାଉ। ବୋଉ ଭାତ ବାଢ଼ିବା ସମୟରେ 2 ଦୁଧକୁ ପୁରା ଦେଖେଇକି ଦେଉଥାଏ ଓ ଅଜାଙ୍କୁ ଭାତ ବାଢ଼ିବା ସମୟରେ ଅଜାଙ୍କ ମୁହଁରେ ଦୁଧକୁ ବଜାଇ ଦେଉଥାଏ। ମୁଁ ଜାଣିକି ଚୁପଚାପ ଖେଳ ଦେଖୁଥାଏ। ଅଜା କିନ୍ତୁ ଚୁପଚାପ ଥାଆନ୍ତି। ଖାଇସାରି ଅଜା ଶୋଇବାକୁ ତାଙ୍କ କୋଠରୀକୁ ଗଲେ। ମୁଁ ମୋ ରୁମ୍ରେ ଶୋଇଥାଏ। ସନ୍ଧ୍ୟା ସମୟ ହେଲା। ଅଜା ବୁଲିବା ପାଇଁ ବାହାରକୁ ଗଲେ ଓ ମୁଁ ମଧ୍ୟ ଖେଳିବା ପାଇଁ ବାହାରି ଗଲି। ମୁଁ ଖେଳିକି ଘରକୁ ଆସିଲି। ଅଜା ଟିଭିରେ ନ୍ୟୁଜ୍ ଦେଖୁଥାନ୍ତି। ମୁଁ ମୋ ରୁମ୍କୁ ଯାଇ ପଢ଼ୁଥାଏ। ରାତିରେ ଅଜା ଓ ମୁଁ ଖାଇଲୁ। ବୋଉ ଯେଉଁଭଳି ଦୁଧ ଓ ପେଟ ଅଜାଙ୍କୁ ଦେଖାଉଥାଏ, ମୁଁ ଭାବୁଥାଏ ଆଜି ରାତିରେ ନିଶ୍ଚୟ ଖେଳ ହେବ। ଆମ ଘରେ 3ଟି କୋଠରୀ। ଗୋଟେ କୋଠରୀରେ ବୋଉ ଓ ଭଉଣୀ, ଆଉ ଗୋଟେ କୋଠରୀରେ ମୁଁ ଓ ଅନ୍ୟ କୋଠରୀରେ ଧାନ, ମୁଗ, ବିରି ଆଦି ଆମେ ରଖୁ। ଅଜା ଦାଣ୍ଡ ଦୁଆରେ ତାଙ୍କ ପାଇଁ ସ୍ୱତନ୍ତ୍ର କୋଠରୀ କରିଛନ୍ତି, ସେ ସେଇଠି ଶୁଅନ୍ତି। ମୁଁ ଓ ବୋଉ ଘର ଭିତରେ ଶୋଇଥାଉ। ଅଜା ଓ ବୋଉଙ୍କର ଖେଳ ଦେଖିବା ପାଇଁ ଜମାରୁ ଆଖିରେ ମୋର ନିଦ ନଥାଏ। ରାତି 1ଟାରେ ମୋତେ ଲାଗିଲା ବୋଉ ଅଜାଙ୍କ ରୁମ୍କୁ ଯାଉଛି। ମୁଁ ଧୀରେକି ଯାଇ ବୋଉ ରୁମ୍ରେ ଦେଖିଲି। ବୋଉ ତା ରୁମ୍ରେ ନାହିଁ, ଅଜାଙ୍କ ରୁମ୍କୁ ଯାଇଛି। ମୁଁ ତାପରେ ଛାତ ଉପରକୁ ଯାଇ ବାଡ଼ି ପଟ ଦେଇକି ଅଜାଙ୍କ ରୁମ୍କୁ ଗଲି ଆଉ ଧୀରେକି ଲୁଚି ଦେଖିଲି। ଯାହା ଦେଖିଲି ମୋର ପାଦ ତଳୁ ମାଟି ଖସିଗଲା। ବୋଉ ଅଜାଙ୍କ କୋଳରେ ବସିଛି ଓ ଦୁହେଁ ହସି ହସି କଥା ହେଉଥାନ୍ତି। ବୋଉ ମୁଣ୍ଡ ବାଳକୁ ଖୋଲୁଥାଏ ଓ କହୁଥାଏ, ତୁମେ ଭାରି ଦୁଷ୍ଟ ହେଲଣି। ଅଜା କହୁଥାଏ, ଆଲୋ ଦୁଷ୍ଟ ନହେଲେ ତୋ ଭଳି ବେଧକୁ କେମିତି ସମ୍ଭାଳିବି କହିଲୁ। ଏତିକି କହି ଦୁଧକୁ ବ୍ଲାଉଜ ଉପରୁ ତୋଳୁଥାଏ। ବୋଉ ଅଜାର ଉଦ୍ଦେଶ୍ୟ ବୁଝିପାରି ବ୍ଲାଉଜର ବଟନକୁ ଖୋଲିଲା। ମୁଁ ପ୍ରଥମ ଥର ବୋଉର ଖୋଲା ଦୁଧକୁ ଦେଖିଲି। ଏତେ ବଡ଼ ବଡ଼ ଗରା ଦୁଧ ମୁଁ କେବେ ଦେଖିନଥିଲି। ଅଜା ପୁରା ପାଗଳଙ୍କ ଭଳି ବୋଉର ଦୁଧକୁ ମୁଠେଇ ଦଳୁଥାନ୍ତି ଓ ଖାଉଥାନ୍ତି। ମୋତେ ବିଶ୍ୱାସ ହେଉନଥିଲା ଏବେ ବି ବୋଉର ଦୁଧ ପିଚକାରି ମାରି ବାହାରୁଥିଲା। ବୋଉ ତାପରେ ଅଜାଙ୍କୁ ଇସାରା କଲା।
ଅଜା ବୋହୂକୁ ଖଟରେ ଶୁଆଇ ଦେଇ ଗେହିବାକୁ ଲାଗିଲେ। ବୋଉ ଖାଲି ଗୋଡ଼ ଟେକି ଶୋଇଥାଏ ଓ ମଜା ନେଉଥାଏ। ଚୁଡ଼ି ପାଉଁଜି ଶବ୍ଦରେ କୋଠରୀ କମ୍ପୁଥାଏ। 10 ମିନିଟ୍ ପରେ ଅଜାଙ୍କର ବାଣ୍ଡପୁରା ଆହୁରି ଠିଆ ହେବାକୁ ଲାଗିଲା। ତାପରେ ଜେଜେ ମାନେ ଅଜା ସିଧା ତାଙ୍କ ବାଣ୍ଡକୁ ନେଇ ବୋଉର ପାଟି ପାଖରେ ପହଞ୍ଚିଲେ। ଆଉ ବୋଉ ଅଜାର ମୁଷଳିଆ ବାଣ୍ଡକୁ ପାଟିରେ ପୂରେଇ ଜିଭ ବୁଲେଇ ବୁଲେଇ ଚାଟିବାକୁ ଲାଗିଲା। ପ୍ରାୟ 10ରୁ 15 ମିନିଟ୍ ବୋଉ ଅଜାଙ୍କର ବାଣ୍ଡକୁ ପାଟିରେ ପୂରେଇ ଚଷିଲା। ତାପରେ ଅଜା ପୁଣି ବୁଲି ପଡ଼ି ବୋଉର 2 ଗୋଡ଼କୁ ଫାଡ଼ି ଦେଇ ବୋଉର ସେଇ ବାଳଭର୍ତ୍ତି ବିଆକୁ ଜିଭ ଲଗେଇ ବାଳୁଆ ବିଆକୁ ଚାଟିବାକୁ ଲାଗିଲେ। ବିଆ ଚାଟିବାର ପ୍ରାୟ 10 ମିନିଟ୍ ପରେ ଜେଜେ ପୁଣି ବୋଉକୁ ଘଡ଼ି କରି ବୋଉର ବିଶାଳକାୟ ବାଳୁଆ ଗାଣ୍ଡି ଭିତରେ ମୁହଁ ପୂରେଇ ବୋଉର ଗାଣ୍ଡି କଣାକୁ ଶୁଙ୍ଘିଲେ। ଆଉ ଗାଣ୍ଡି କଣାରେ ଜିଭ ପୂରେଇ ବୋଉର ଗାଣ୍ଡି କଣାକୁ ଚାଟିବାକୁ ଲାଗିଲେ। ଆଉ ଏପଟେ ହାତରେ ଗାଣ୍ଡିକୁ ବାଡ଼ଉଥାନ୍ତି। ଏସବୁ ଦେଖି ମୋର ମଧ୍ୟ ବାଣ୍ଡ ପୁରା ଠିଆ, କିନ୍ତୁ କ'ଣ କରିବି, ମୋ ପାଖରେ ଦେଖିବା ଛଡ଼ା ଅନ୍ୟ କିଛି ଉପାୟ ନାହିଁ। ଭାବୁଥିଲି ଯାଇକି ସିଧା ଜେଜେ ଆଉ ବୋଉକୁ ଧରି ପକେଇବି, କିନ୍ତୁ ନା, ମୁଁ ଦେଖିବାଟା ଠିକ୍ ମନେ କଲି। ତାପରେ ବୋଉ ଜେଜେ ବୋଉର ବିଆକୁ ଚାଟୁଥାନ୍ତି ଆଉ ଗାଣ୍ଡିକୁ ଚାଟୁଥାନ୍ତି। ଏମିତି 10ରୁ 15 ମିନିଟ୍ ଚଟାଚଟି ହେବା ପରେ ବୋଉର ବିଆ ପୁରା ଲାଳୁଆ ହୋଇଗଲା। ଏଇଟା ହେଉଛି ଠିକ୍ ସମୟ ବାଣ୍ଡ ପୂରେଇ ଗେହିବାର। ତାପରେ ଜେଜେ ବୋଉକୁ ଶୁଆଇ ଦେଇ ବୋଉର 2 ଗୋଡ଼କୁ ଫାଡ଼ି ଦେଇ ବୋଉର ବାଳୁଆ ଲାଳୁଆ ବିଆରେ ବାଣ୍ଡକୁ ଗୋଳେଇ ଦେଇ ଧକ୍କା ମାରିବାକୁ ଲାଗିଲେ। ଧକ୍କା ମାରି ମାରି ବୋଉର ଦୁଧକୁ ତୋଳୁଥାନ୍ତି। ଆଉ ବୋଉ ଟିକେ ହାଲକା ହାଲକା ଚିଲାଉଥାଏ। ଏମିତି ପ୍ରକାରରେ ଜେଜେ ମାନେ ଅଜା ବୋଉକୁ 15 ମିନିଟ୍ ଗେହିଲେ। ତାପରେ ଜେଜେ ବୋଉକୁ ପଲଟେଇ ଦେଇ ବୋଉକୁ ଘଡ଼ି କରି ବୋଉର ଗାଣ୍ଡିରେ ବାଣ୍ଡକୁ ଗୋଳେଇଲେ। ଆଉ ବୋଉର ବାଳ ଚୁଟିକୁ ଧରି ବୋଉକୁ ଧକ୍କା ମାରି ଗାଣ୍ଡିରେ ଗାଣ୍ଡିରେ ନିର୍ଧୁମ ଗେହି ଚାଲିଲେ। ବୋଉ ଖାଲି ଚିଲେଇ ଉଠୁଥାଏ। ଆଉ ଜେଜେ ବୋଉର ଗାଣ୍ଡିକୁ ଥାପୁଡ଼ା ମାରୁଥାନ୍ତି। ଆଉ ବୋଉର 2 ଦୁଧକୁ କାଖ ତଳୁ ହାତରେ ଦଳୁଥାନ୍ତି। ଏମିତି ପ୍ରକାରରେ ଜେଜେ ବୋଉକୁ ପାଖାପାଖି 20 ମିନିଟ୍ ଗେହିଲେ। ତାପରେ ଜେଜେ ବେଡ଼ ଉପରେ ଶୋଇଲେ। ଆଉ ବୋଉ ଉଠି ଯାଇ ତା ବିଆକୁ 2 ହାତରେ ମେଲେଇ ଦେଇ ଜେଜେଙ୍କର ବାଣ୍ଡ ଉପରେ ବସି ବିଆ ଭିତରେ ବାଣ୍ଡକୁ ଗୋଳେଇଲା। ଆଉ ତଳ ଉପର ହୋଇ ଜେଜେଙ୍କ ପାଖରୁ ଗିହା ଖାଇବାକୁ ଲାଗିଲା। ଆଉ ଜେଜେ ମଧ୍ୟ ତଳୁ ଧକ୍କା ମାରି ବୋଉର 2 ଦୁଧକୁ ଦଳି ଦଳି ବୋଉକୁ ଗେହୁଥାନ୍ତି। ପାଖାପାଖି ଏଇଭଳି ପ୍ରକାରରେ ବୋଉ ଅଜାଙ୍କ ଉପରେ 15ରୁ 20 ମିନିଟ୍ ଜୋର ଜୋର ହଲେଇ ହୋଇ ହୋଇ ଜେଜେଙ୍କ ବାଣ୍ଡରୁ ଗିହା ଖାଇଲା। ଏତିକି ଭିତରେ ଜେଜେଙ୍କର ପାଣି ବାହାରିବାର ସମୟ ହୋଇଗଲା। ଆଉ ଜେଜେ ବୋଉକୁ ତୁରନ୍ତ ଉଠେଇ ଦେଇ ତଳେ ବସେଇ ଦେଇ ଜେଜେ ତାଙ୍କର ବାଣ୍ଡକୁ ନେଇ ବୋଉର ପାଟି ପାଖରେ ପହଞ୍ଚେଇ ଦେଲେ। ଆଉ ହଲେଇ ହଲେଇ ବୋଉ ଜେଜେଙ୍କର ସବୁ ବାଣ୍ଡ ପାଣିକୁ ପାଟିରେ ପିଇଗଲା। ଆଉ ଅଧା ଅଧା ପାଣି ବୋଉର ଦୁଧ ଆଉ ମୁହଁରେ ପଡ଼ିଲା। ବୋଉ ସବୁ ପାଣିକୁ ଚାଟିକି ସଫା କରିଦେଲା। ତାପରେ 2 ଜଣଙ୍କର ଖେଳ ସରିଲା। ମୁଁ ମଧ୍ୟ ଏପଟେ ଏଇସବୁ ଖେଳ ଦେଖି ମୁଁ ମୋର ବାଣ୍ଡରେ ପୁଳାଏ ଛେପ ମାରିଦେଇ ହଲେଇ ଚାଲୁଥାଏ। ଜେଜେଙ୍କର ଯେତେବେଳେ ପାଣି ବାହାରିଗଲା, ମୁଁ ମଧ୍ୟ ସେହି ସମୟରେ ବାଣ୍ଡକୁ ଜୋର ଜୋର ହଲେଇ ହଲେଇ ମୁଁ ମଧ୍ୟ ବୋଉର ଗାଣ୍ଡି ଦୁଧକୁ ଦେଖି ଦେଖି ମୁଁ ମୋର ପାଣି ବାହାର କରିଦେଲି। କିନ୍ତୁ ସତ କହୁଛି, ଆଜି ପର୍ଯ୍ୟନ୍ତ ମୁଁ ଯେତେଥର ହଲେଇଛି, ଆଜି ପ୍ରଥମ ଥର ପାଇଁ ବୋଉର ଦୁଧ ଆଉ ଗାଣ୍ଡି ଦେଖି ହଲେଇବାରେ ଯେଉଁ ସୁଖ ଲାଗିଲା, ସେ ସୁଖ ମୁଁ ଆଗରୁ ଏତେ ଗିହା ଭିଡ଼ିଓ ଦେଖି ଯାହା ବି କରିଛି କେବେ ବି ଏମିତି ସୁଖ ପାଇନାହିଁ। ଆପଣମାନେ ମଧ୍ୟ ଥରେ ଚେଷ୍ଟା କରନ୍ତୁ। ନିଜ ବୋଉର ଦୁଧ ଆଉ ଗାଣ୍ଡି ବିଆ କଥା ଭାବି କମ୍ ସେ କମ୍ ଯଦି ଆପଣମାନେ ନିଜ ବୋଉ ଗାଧେଇଲା ବେଳେ ବୋଉର ଦୁଧ ଗାଣ୍ଡି ବିଆ ଦେଖି ବାଣ୍ଡ ହଲେଇ ବୀର୍ଯ୍ୟ ବାହାର କରିବେ, ଦେଖିବେ କେତେ ଶାନ୍ତି ଲାଗିବ। ଯଦି ସେତିକି ନ ହେଇପାରୁଛି, ତାହେଲେ କମ୍ ସେ କମ୍ ବୋଉର ଫଟୋକୁ ନେଇ ବୋଉର ଫଟୋ ଉପରେ ବୋଉର ଦୁଧ ମାନେ ବୋଉର ଦେହ ଉପରୁ ବୋଉର ଦୁଧ ଆଉ ପଛପଟୁ ବୋଉର ଗାଣ୍ଡିକୁ ଲୁଗା ଭିତରେ ମନେ ପକେଇ ପକେଇ ବୋଉର ଫଟୋ ଉପରେ ମୁଠି ମାରି ବୀର୍ଯ୍ୟ ପକାନ୍ତୁ, ଦେଖିବେ କେତେ ଆନନ୍ଦ ଲାଗିବ। ତ ଆଜି ପାଇଁ ଏତିକି ରହୁଛି। ଦେଖା ହେବା ଆଉ ଏକ ନୂଆ ଭିଡ଼ିଓର ଏକ ନୂଆ କାହାଣୀରେ। ଧନ୍ୟବାଦ।